शेषରେ ଚନ୍ଦ୍ରରେ ମିଳିଲା ଜାଗା। ଆବିଷ୍କାର ହୋଇଛି ଭୂତଳ ଗୁମ୍ଫା। ଭବିଷ୍ୟତରେ ଏହି ଗୁମ୍ଫା ଭିତରେ ରହିପାରିବ ମଣିଷ। ମଣିଷକୁ ଚନ୍ଦ୍ରର ବାତାବରଣରୁ ଏହି ଗୁମ୍ଫା ସୁରକ୍ଷା ଦେଇପାରିବ। ଏହା ଭବିଷ୍ୟତରେ ମଣିଷ ପାଇଁ ଲୁନାର ବେସ୍ ହୋଇପାରିବ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି। ଚନ୍ଦ୍ରରେ ମେୟାର ଟ୍ରାଙ୍କୁଲିଟିରେ ଏହି ଗର୍ତ୍ତ ରହିଛି। ଆପୋଲୋ 11 ଲ୍ୟାଣ୍ଡିଂ ସାଇଟ୍ ଠାରୁ ଏହା ବେଶୀ ଦୂର ନୁହେଁ। 55 ବର୍ଷ ତଳେ ଯେଉଁଠି ନୀଲ୍ ଆର୍ମଷ୍ଟ୍ରଙ୍ଗ ଏବଂ ବୁଜ୍ ଆଲଡ୍ରିନ୍ ଅବତରଣ କରିଥିଲେ, ସେହି ସ୍ଥାନରୁ ମାତ୍ର 400 କିଲୋମିଟର ଦୂରରେ ଏହି ଗୁମ୍ଫା ଆବିଷ୍କୃତ ହୋଇଛି। ନାସାର ଲୁନାର ରେକଗ୍ନାଇଜାନ୍ସ ଅର୍ବିଟର ଏହି ଗୁମ୍ଫାର ଆକାର ମାପିଛି। ପୃଥିବୀ ପୃଷ୍ଠର ଲାଭା ଗର୍ତ୍ତ ସହିତ ଏହାକୁ ତୁଳନା କରାଯାଉଛି। ଚନ୍ଦ୍ରରେ ଏହା ସବୁଠୁ ବଡ଼ ଭୂତଳ ଗୁମ୍ଫା ବୋଲି କୁହାଯାଉଛି। ଏହାର ଓସାର 45 ମିଟର ଏବଂ ଦୈର୍ଘ୍ୟ 80 ମିଟର, 328 ଫୁଟ ଗଭୀର। ଏହାର ଆକାର 14ଟି ଟେନିସ୍ କୋର୍ଟ ସହିତ ସମାନ ହେବ। ଚନ୍ଦ୍ର ପୃଷ୍ଠର 150 ମିଟର ତଳେ ଏହି ଗୁମ୍ଫା ରହିଛି। ଲକ୍ଷ ଲକ୍ଷ ବର୍ଷ ପୂର୍ବରୁ ଚନ୍ଦ୍ରରେ ଲାଭା ଉଦ୍ଗୀରଣରୁ ଏହି ଗୁମ୍ଫା ସୃଷ୍ଟି ହୋଇଥିବା ବୈଜ୍ଞାନିକ ଅନୁସନ୍ଧାନରୁ ଜଣାପଡ଼ିଛି। 50 ବର୍ଷ ଧରି ଚନ୍ଦ୍ରର ଗୁମ୍ଫା ରହସ୍ୟମୟ ହୋଇ ରହିଥିଲା। ଚନ୍ଦ୍ରରେ ସେମି ପର୍ମାନେଣ୍ଟ କ୍ରିଉ ବେସ୍ ତିଆରି କରିବାକୁ ଚାହୁଁଛି ନାସା। ରୁଷ, ଚୀନ, ଭାରତ ମଧ୍ୟ ପ୍ରତିଯୋଗିତାରେ ରହିଛନ୍ତି। କିନ୍ତୁ ସ୍ଥାୟୀ ଲୁନାର ବେସ୍ ଭଳି ଏଭଳି ଏକ ସ୍ଥାନରେ ହୋଇପାରିବ ଯାହାର ଚନ୍ଦ୍ରର କଠୋର ପରିବେଶ ଠାରୁ ମଣିଷକୁ ସୁରକ୍ଷା ଦେଇପାରିବ। ଏହି ଗର୍ତ୍ତ ସେହି ସୁରକ୍ଷା ଦେଇପାରିବ ବୋଲି ଅନୁମାନ କରାଯାଉଛି। ଆମ ପୂର୍ବଜଙ୍କ ଭଳି ମଣିଷ ଚନ୍ଦ୍ରର ଗୁମ୍ଫାରେ ରହିପାରିବ। ଗୁମ୍ଫା ଭିତରେ ରହିଲେ ମହାକାଶଚାରୀ ଚନ୍ଦ୍ରରୁ ଆସୁଥିବା ଭୟଙ୍କର ରେଡିଏସନରୁ ବି ରକ୍ଷା ପାଇବେ। ବ୍ୟୁରୋ ରିପୋର୍ଟ, କଳିଙ୍ଗ ଟିଭି।